ପିଲାମାନେ ଆଜି ଆମେ ଗୋଟେ ନୂଆ ବିଷୟରେ ପଢ଼ିବା ଯେଉଁଟା ହେଲା ଇଣ୍ଟରନେଟ୍। ତାହେଲେ ଇଣ୍ଟରନେଟ୍ କ'ଣ ନା ଇଣ୍ଟରନେଟ୍ ଇଜ୍ ଏ ୱାର୍ଲଡ ୱାଇଡ୍ ନେଟୱାର୍କ ଅଫ୍ କମ୍ପ୍ୟୁଟର୍ସ ଆଉ ମୋବାଇଲ। ତେଣୁ ନେଟୱାର୍କଟା ଯେଉଁ କାମ କରୁଛି ଆମ ମୋବାଇଲରେ ବା କମ୍ପ୍ୟୁଟରରେ ତାକୁ ଆମେ ଇଣ୍ଟରନେଟ୍ କହୁଛେ। ଇଟ୍ gives access to the devices to operate data transfer and communication। ତାହେଲେ ପ୍ରଥମ ଜିନିଷ ହେଉଛି ଆମର କମ୍ୟୁନିକେସନ୍ ପାଇଁ ଆମେ ଇଣ୍ଟରନେଟ୍ ବ୍ୟବହାର କରୁଛେ। এই ଇଣ୍ଟରନେଟ୍କୁ କିଏ ବାହାର କରିଥିଲେ ନା ବବଖାରେ ବାହାର କରିଥିଲେ ଆଉ ଭିଣ୍ଟନ୍ ବାହାର କରିଥିଲେ। ତାହେଲେ ପ୍ରଥମ ଜିନିଷ ହେଉଛି ଇଣ୍ଟରନେଟ୍ଟା କେମିତି କାମ କରୁଛି, ଟେକ୍ନୋଲୋଜି କ'ଣ ରହିଛି ନା ପ୍ରଥମେ ସାଟେଲାଇଟ୍ ପରେ ସୁପର କମ୍ପ୍ୟୁଟରରେ ଆପ୍ ୱାର୍କ ଷ୍ଟେସନ୍ ପରେ ମୋବାଇଲ ବା ପିସି ମାନେ ପର୍ସନାଲ କମ୍ପ୍ୟୁଟର। ତାହେଲେ ଅଲ୍ ଟାଇପ୍ସ ଅଫ୍ ଅନଲାଇନ୍ ୱାର୍କସ୍ ଆର୍ ପରଫର୍ମ। ଯେତେ ପ୍ରକାର ଆମେ ଅନଲାଇନ୍ କାମ କରୁଛେ ୱିଦାଉଟ୍ ଇଣ୍ଟରନେଟ୍ ହେବ ନାହିଁ। କିମ୍ବା ଇଣ୍ଟରନେଟ୍ ବିନା ଡିଜିଟାଲର କୌଣସି ମୂଲ୍ୟ ନାହିଁ ବା ଡିଜିଟାଲ ହେଇପାରିବ ନାହିଁ। ତାହେଲେ ପ୍ରଥମ ଜିନିଷ ହେଉଛି ଆମର ଟେକ୍ନୋଲୋଜି କ'ଣ ଦରକାର ନା ୱାର୍କ ଷ୍ଟେସନ୍ ଦରକାର। ପ୍ରତ୍ୟେକଟି ଆପ୍ ଆମେ ବ୍ୟବହାର କରୁଛେ ତା'ର ଗୋଟେ ୱାର୍କ ଷ୍ଟେସନ୍ସ ଅଛି, ତାପରେ ଟାୱାର ଅଛି, ମୋଡେମ୍ ଅଛି, ସ୍ପେକ୍ଟ୍ରମ୍ ଅଛି, ବାଇନାରୀ କୋଡ୍ ସିଷ୍ଟମ୍ସ ଅଛି। ତାହେଲେ ଏଗୁଡ଼ିକ ତା ଦେହରେ ଇଣ୍ଟରନେଟ୍ ଦେହରେ ଆମର ମୁଖ୍ୟତଃ ଏହିସବୁ ଜିନିଷକୁ ନେଇକରି ଇଣ୍ଟରନେଟ୍ କାମ କରୁଛି। ତାହେଲେ ପ୍ରଥମ ଜିନିଷ ହେଉଛି ୱାର୍କ ଷ୍ଟେସନ୍ସ। ପ୍ରତ୍ୟେକଟି ଆପ୍ର ୱାର୍କ ଷ୍ଟେସନ୍ସ ଅଛି। ଟାୱାରକୁ ଲିଙ୍କ ଆସୁଛି। ମୋଡେମ୍ କ'ଣ ନା ମୋଡେମ୍ ହେଉଛି ଇଣ୍ଟରନେଟ୍ଟା ଯାହା ମାଧ୍ୟମରେ ବା ଯେଉଁ ପ୍ରକାରରେ ଆମ କମ୍ପ୍ୟୁଟର ବା ମୋବାଇଲକୁ ଆସୁଛି। ତାପରେ ଗୋଟେ ଜିନିଷ ହେଉଛି ସ୍ପେକ୍ଟ୍ରମ୍ କ'ଣ? ସ୍ପେକ୍ଟ୍ରମ୍ ହେଉଛି ଆପଣଙ୍କ ମୋବାଇଲରେ ଗୋଟେ ସିମ୍ କାର୍ଡ଼ ଅଛି। ଯଦି ଆପଣଙ୍କ ସିମ୍ କାର୍ଡ଼ ନଥାନ୍ତା ତାହେଲେ ମୋବାଇଲଟା କ'ଣ କାମ କରନ୍ତାନି। ତେଣୁ ଏଠି ଆମର ପ୍ରଥମ ଜିନିଷ ହେଉଛି ସ୍ପେକ୍ଟ୍ରମ୍ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ, ଯେଉଁଟା ହେଉଛି ଆପଣଙ୍କ ମୋବାଇଲର ସିମ୍ କାର୍ଡ଼। ତାପରେ ହେଉଛି ବାଇନାରୀ କୋଡ୍ ଆପଣଙ୍କ କମ୍ପ୍ୟୁଟର ଦିହରେ ଥାଏ। ତାଦ୍ୱାରା ଆପଣଙ୍କର ଆପ୍ ଗୁଡ଼ିକ ଖୋଲେ ବା ଆପଣଙ୍କର କାମ ଦିଏ। ୱିଣ୍ଡୋ ରହିବ। ସ୍ପେକ୍ଟ୍ରମ୍ ନଥିଲେ ୱିଣ୍ଡୋ ଓପନ୍ ହେବନି। ତ ୱିଣ୍ଡୋ ସହିତ ଆପ୍ଲିକେସନ୍ ସଫ୍ଟୱେର୍କୁ ଏ କାର୍ଯ୍ୟକ୍ଷମ କରାଉଛି ଇଣ୍ଟରନେଟ୍ ଦୁଇ ପ୍ରକାର। ଗୋଟେ ହେଲା ୱାୟାରଲେସ୍ ଆଉ ଗୋଟେ ହେଲା ୱେୟାର ସିଷ୍ଟମ୍ କ'ଣ ନା ଆମ ଘରକୁ ତମ ଘରକୁ ଯେଉଁ କେବୁଲ୍ ଆସୁଛି, ଆମେ ଟିଭି ଦେଖୁଛେ ବା ଆମର BSNL ତାର ଆସୁଛି ଘରକୁ, ତାର ମାଧ୍ୟମରେ ଯେଉଁ ଇଣ୍ଟରନେଟ୍ ଆସୁଛି ତାକୁ ଆମେ ଇଥରନେଟ୍ କହୁଛେ। ବିନା ତାରରେ ଯେଉଁ ଇଣ୍ଟରନେଟ୍ ଆସୁଛି ତାକୁ ଆମେ ଇଣ୍ଟରନେଟ୍ କହୁଛେ। କିନ୍ତୁ ଇଣ୍ଟରନେଟ୍ ଆସିବା ପାଇଁ ମୋଡେମ୍ ନିହାତି ଦରକାର। ତେଣୁ ଗୋଟେ ପଟେ ସ୍ପେକ୍ଟ୍ରମ୍ ମାଧ୍ୟମରେ ଆସୁଛି, ଆଉ ଗୋଟେ ପଟେ ତୁମର ଆସୁଛି ୱେୟାର ମାଧ୍ୟମରେ। ଗୋଟେ ୱେୟାରଲେସ୍, ଗୋଟେ ୱେୟାର ସିଷ୍ଟମ୍। ଯେଉଁଟା ୱେୟାରରେ ଆସୁଛି ତାକୁ ଇଥରନେଟ୍ କହୁଛେ। ତେଣୁ ଏସବୁ ପାଇଁ ଏରିଆ ୱାଇଜ୍ ସବୁ ସର୍ଭର କାମ କରୁଛି। HTTPS ଏରିଆ ୱାଇଜ୍ କାମ କରୁଛି। କ'ଣ ନା ଚାରିଟା LAN, PAN, MAN, WAN। LAN କ'ଣ? ଲୋକାଲ୍ ଏରିଆ ନେଟ୍, ବହୁତ କମ୍ ରେଡ଼ିୟସ୍ ଭିତରେ ଯିବ, 2000-3000 ମୋବାଇଲ ଭିତରେ ରହିବ। PAN ମାନେ ପର୍ସନାଲ ଏରିଆ ନେଟ୍, ନିଜର ପୁରା ତୁମର ନିଜ ଏରିଆ ନେଟ୍। MAN କ'ଣ? MAN ହେଉଛି ମେଟ୍ରୋପଲି ଏରିଆ ନେଟ୍, ଏଇଟା ମେଟ୍ରୋପଲି ମାନଙ୍କରେ କାମ କରୁଛି। WAN ହେଲା କ'ଣ ନା ମେଟ୍ରୋପଲିଠୁ ବାହାରକୁ ବିଦେଶକୁ ଯାଉଛି ଯେଉଁଟା। ତାହେଲେ WAN ହେଉଛି ୱାଇଡ୍ ଏରିଆ ନେଟ୍, ତାକୁ କେହି କହୁଛନ୍ତି ୱାଇଡ୍ ଏରିଆ ନେଟ୍। ତାହେଲେ ପ୍ରଥମ ଜିନିଷ ହେଉଛି ମେଟ୍ରୋପଲିରୁ ଆମର ବିଭିନ୍ନ କଣ୍ଟ୍ରିକୁ ଯାଉଛି। ତାହେଲେ ଏ ହେଲା ଆମର LAN, MAN, PAN, WAN। ଏହାଦ୍ୱାରା ଇଣ୍ଟରନେଟ୍ ଆସୁଛି। ତାହେଲେ ଇଣ୍ଟରନେଟ୍ କ'ଣ କରୁଛି ନା କମ୍ପ୍ୟୁଟରକୁ ଆକ୍ସେସ୍ କରୁଛି, ଅର୍ଥାତ୍ ମୋବାଇଲକୁ କମ୍ପ୍ୟୁଟରକୁ ଚାଲିବା ପାଇଁ ସକ୍ଷମ କରୁଛି। ଯଦି ଇଣ୍ଟରନେଟ୍ ନଥାନ୍ତା ତାହେଲେ ହେବନି। ତାହେଲେ ଇଣ୍ଟରନେଟ୍ କ'ଣ କରେ ନା ଇଣ୍ଟରନେଟ୍ ମାଧ୍ୟମରେ ଆମେ ସର୍ଚ୍ଚ କରୁଛେ, ଇଣ୍ଟରନେଟ୍ ମାଧ୍ୟମରେ ଲିଙ୍କ ଦେଉଛେ, ଲିଙ୍କକୁ ଖୋଲୁଛେ, ଇଣ୍ଟରନେଟ୍ ମାଧ୍ୟମରେ ଡାଟା ଟ୍ରାନ୍ସଫର୍ କରୁଛେ, ମେସେଜ୍ କରୁଛେ। ତାହେଲେ ୱିଦାଉଟ୍ ଇଣ୍ଟରନେଟ୍
digital world is impossible. Where there is internet, we can say there is digital. जोठी आमर इंटरनेट नाही सेठी आमर डिजिटल हो नाही आमे ताको ऑफलाइन कहूचे बुझिपारे ताले स्पेक्ट्रम सबुठारु इम्पोर्टाट जिनस ताले प्रथम जिनस आमे क्लियर हवा जे सैटेलाइट रु आसुची सुपर कंप्यूटर रु आसुची वर्क स्टेशंस रु आसुची पीसी को मोबाइल को टावर माध्यम ताले सबु जिनस जदि समाहित न हबो इंटरनेट हबो नाही। थैंक यू। आज एतिकी